ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2024 ଶ୍ରେଣୀ ହେଉଛି ସପ୍ତମ ବିଷୟ ହେଉଛି ଭାଷା ଓଡ଼ିଆ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର, ଏଇଠି ଲେଖିବ ତୁମର ବିଭାଗ, ଏଇଠି ଲେଖିବ ତାରିଖ, ଯେଉଁ ତାରିଖ ଦିନ ପରୀକ୍ଷା ଦେଉଛ। ଠିକ୍ ଅଛି। ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ ଲେଖିବ। ଠିକ୍ ଅଛି। ଏଇଠି ଲେଖିବ ତୁମର ବ୍ଲକର ନାମ। ପିଲାମାନେ ଏଇ ତୁମର ଓଡ଼ିଆ ଭାଷା ଲିଖିତ ପରୀକ୍ଷାଟି ସମୟ ହେଉଛି 2 ଘଣ୍ଟା। ଠିକ୍ ଅଛି। ଏବଂ ପୃଷ୍ଠା ସଂଖ୍ୟା ଅଛି 8, ପ୍ରଶ୍ନ ସଂଖ୍ୟା 28 ଏବଂ ପୂର୍ଣ୍ଣ ସଂଖ୍ୟା ଅଛି 50 ମାର୍କ। ଠିକ୍ ଅଛି। ପ୍ରାପ୍ତାଙ୍କ ଏଇଠି ଯାହା ପାଇବ ଏଇଠି ଲେଖା ହେବ। ଠିକ୍ ଅଛି। ତାପରେ ଦେଖିବା ପ୍ରଶ୍ନ ସବୁ କ'ଣ ଅଛି। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାର୍ଶ୍ୱରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନର ତଳେ ବା ନିକଟରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି। ପିଲାମାନେ ତଳ ଅନୁଚ୍ଛେଦଟିକୁ ପଢ଼ି 1ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ଏଠି ଗୋଟେ ଅନୁଚ୍ଛେଦ ଅଛି ପିଲାମାନେ, ଏଠି ଗୋଟେ ଅନୁଚ୍ଛେଦ ଅଛି, ତାକୁ ତୁମେ ପଢ଼ିବ ଏବଂ 1ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ ଅଛି, ଶିକ୍ଷା ଦ୍ୱାରା ଆମର କ'ଣ ଲାଭ ହୁଏ? ଶିକ୍ଷା ଦ୍ୱାରା ଆମର କ'ଣ ଲାଭ ହୁଏ? ତୁମେ ଲେଖିବ, 2ଟି ଧାଡ଼ି ଲେଖିବ ପିଲାମାନେ। ଠିକ୍ ଅଛି। ଏହା ଆମର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରେ। ଠିକ୍ ଅଛି। ଏହା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରେ। ଠିକ୍ ଅଛି। ଶିକ୍ଷା ଆମକୁ ଭଲ ମନ୍ଦ ଚିହ୍ନିବା, ଉତ୍ତମ ଚରିତ୍ର ଗଢ଼ିବା, ସୁନାଗରିକ ହେବାରେ ସାହାଯ୍ୟ କରେ। ଠିକ୍ ଅଛି। ଏତିକି ଲେଖିଲେ ବି ଚଳିବ। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଶିକ୍ଷାକୁ କାହା ସହିତ ତୁଳନା କରାଯାଇଛି? ଶିକ୍ଷାକୁ କାହା ସହିତ ତୁଳନା କରାଯାଇଛି? ଏଠାରେ 4 ଗୋଟି ଅପସନ୍ ଅଛି ପିଲାମାନେ, ଯେଠି ଜୀବନ, ଆଲୋକବର୍ତ୍ତିକା, ଜ୍ଞାନ, କର୍ତ୍ତବ୍ୟ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଆଲୋକବର୍ତ୍ତିକା। ଖ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଛାତ୍ରଛାତ୍ରୀମାନେ ଭବିଷ୍ୟତ ପାଇଁ କିପରି ପ୍ରସ୍ତୁତ ହୁଅନ୍ତି? ଛାତ୍ରଛାତ୍ରୀମାନେ ଭବିଷ୍ୟତ ପାଇଁ କିପରି ପ୍ରସ୍ତୁତ ହୁଅନ୍ତି? ଏଠାରେ ଉତ୍ତର ଲେଖିବ ପିଲାମାନେ, ଶିକ୍ଷା ମାଧ୍ୟମରେ ଜ୍ଞାନ ଲାଭ କରି। ତୁମେ ଲେଖିବ ଶିକ୍ଷା ମାଧ୍ୟମରେ ଜ୍ଞାନ ଲାଭ କରି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ସମସ୍ତେ ଶିକ୍ଷା ଗ୍ରହଣ କରିବା କାହିଁକି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ଉତ୍ତରରେ ତୁମେ ଲେଖିବ, ଶିକ୍ଷା ଦ୍ୱାରା ମଣିଷ ଆତ୍ମନିର୍ଭରଶୀଳ ହୋଇପାରେ। ଜଣେ ସଚେତନ ନାଗରିକ ହୋଇ ଦେଶ ଗଠନରେ ସହାୟକ ହୋଇଥାଏ। ସେଥିପାଇଁ ସମସ୍ତେ ଶିକ୍ଷା ଗ୍ରହଣ କରିବା ଉଚିତ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ନାଗରିକ ଶବ୍ଦ ଆଗରେ ସୁ ଲେଖିଲେ ସୁନାଗରିକ ହୁଏ। ସେହିପରି ସୁ ଅକ୍ଷର ଆଗରେ ଥାଇ ଗୋଟିଏ ନୂତନ ଶବ୍ଦ ଲେଖିବ। ତୁମେ ଲେଖିବ ସୁଦକ୍ଷ। ଠିକ୍ ଅଛି। ସୁଦକ୍ଷ ଲେଖିବ। ତାପରେ ତୁମେ ଲେଖିପାରିବ ସୁନୟନା। ଠିକ୍ ଅଛି। ସୁନୟନା ତୁମେ ଲେଖିପାରିବ। ଠିକ୍ ଅଛି। ଗୋଟିଏ ଶବ୍ଦ ଲେଖିବାକୁ କହିଛି, ଗୋଟିଏ ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ନିମ୍ନ କବିତାଟିକୁ ପଢ଼ି 6ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ଠିକ୍ ଅଛି। ଏଇଠି ଗୋଟେ କବିତା ଦିଆଯାଇଛି ପିଲାମାନେ, ତୁମେ ତାକୁ ପଢ଼ିବ ଏବଂ 6ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ପିତା ମାତା ମୋର ପ୍ରଥମ ଦେବତା, ଦ୍ୱିତୀୟରେ ଗୁରୁ ତୁମେ, ତୁମ ଆଶୀର୍ବାଦ ସାଥେ ଅଛି ବୋଲି ହାରିବୁନି କେବେ ଆମେ। ଅନ୍ଧାର ପଥରେ ଆଲୋକ ଦେଖାଅ, ଗଢ଼ କେତେ ଭବିଷ୍ୟତ, ସ୍ନେହ ଶ୍ରଦ୍ଧା ପ୍ରେମ କେତେ ବାଣ୍ଟୁଥାଅ, ଦେଖାଇ ନୂତନ ପଥ। ଯିଏ ଏତେ ବଡ଼ ପଦବୀରେ ଅଛି, ସବୁ ତ ଗୁରୁଙ୍କ ଦାନ, ଦୟାର ସାଗର ବିଦ୍ୟାର ଭଣ୍ଡାର, ତାଙ୍କ ପାଇଁ ଆମେ ଧନ୍ୟ। ଠିକ୍ ଅଛି। ଏବେ ଆମେ ପ୍ରଶ୍ନ ଉତ୍ତର ଗୁଡ଼ିକୁ ଦେଖିବା କ'ଣ ସବୁ ପ୍ରଶ୍ନ ଅଛି। କବିତାରେ କେଉଁ ବିଷୟରେ ବର୍ଣ୍ଣନା କରାଯାଇଛି? କବିତାରେ କେଉଁ ବିଷୟରେ ବର୍ଣ୍ଣନା କରାଯାଇଛି? ଗୁରୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତୁମେ ଲେଖିବ ଗୁରୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ଯିଏ ଏତେ ବଡ଼ ପଦବୀରେ ଅଛି, ସବୁ ତ ଗୁରୁଙ୍କ ଦାନ, ଏହି ପଦଟିର ଅର୍ଥ ବୁଝାଅ।
ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ଆମେ ସ୍କ୍ରିନ୍ରେ ଦେଇଛୁ, ତୁମେ ଲେଖିବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ପଥ। ପଥ ଶବ୍ଦର ପ୍ରତିଶବ୍ଦଟିଏ ଲେଖ। ତୁମେ ଲେଖିପାରିବ ବାଟ କିମ୍ବା ଲେଖିପାରିବ ରାସ୍ତା। ଠିକ୍ ଅଛି। ଗୋଟିଏ ଶବ୍ଦ ଲେଖିବାକୁ କହିଛି। ପରବର୍ତ୍ତୀ ପ୍ରଶ୍ନ ଅଛି ଆଶୀର୍ବାଦ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ଆଶୀର୍ବାଦ ତୁମେ ଲେଖିବ ଅଭିଶାପ। ତୁମେ ଏଠି ଲେଖିବ ଅଭିଶାପ। ଠିକ୍ ଅଛି। ଅଭିଶାପ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ପଦବୀ। ପିଲାମାନେ ପଦବୀ ଏହି ଶବ୍ଦକୁ ବାକ୍ୟରେ ବ୍ୟବହାର କର। ଠିକ୍ ଅଛି। ଗୁରୁ ପଦବୀରେ ଯେଉଁ ବ୍ୟକ୍ତି ଅଛନ୍ତି ସେ ସବୁଠୁ ଉଚ୍ଚରେ ରହନ୍ତି। ଲେଖିବ ପିଲାମାନେ ଗୁରୁ ପଦବୀରେ ଯେଉଁ ବ୍ୟକ୍ତି ଅଛନ୍ତି ସେ ସବୁଠୁ ଉଚ୍ଚରେ ରହନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ ଅଛି ଦେଖିବା। ନିମ୍ନୋକ୍ତ ପଦଟିକୁ ସରଳ ଭାଷାରେ ବୁଝାଇ ଦିଅ। ଛୋଟ ଶିଶୁଟି ବଢ଼ି ରଖଇ ଦେଶ ଜାତିର ମାନ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ଆମେ ସ୍କ୍ରିନ୍ରେ ଦେଇଛୁ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତଳେ ଦିଆଯାଇଥିବା ଚିତ୍ରଟିକୁ ଦେଖ ଓ ଚିତ୍ର ସମ୍ପର୍କରେ ନିଜ ଭାଷାରେ ଲେଖ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ଆମେ ସ୍କ୍ରିନ୍ରେ ଦେଇଛୁ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କେବଳ ଗୋଟିଏ ଘଟଣା ଘଟିଲେ ନିଜ ସମସ୍ୟାରୁ ମୁଁ ତତ୍କ୍ଷଣାତ୍ ମୁକ୍ତି ପାଇଯାଆନ୍ତି ବୋଲି ଭାବୁଥିଲି। ଏହା କେଉଁ ପ୍ରସଙ୍ଗରେ ଦୋକାନୀଟି ତାଙ୍କ ମନ୍ତ୍ରୀବନ୍ଧୁଙ୍କୁ କହିଥିଲେ? କିମ୍ବା ଅଛି ପିଲାମାନେ, ଯେହେତୁ କିମ୍ବା ଅଛି ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ କରିବ। ଠିକ୍ ଅଛି। ଶିକ୍ଷକ କହୁଛନ୍ତି ଆପଣ ବୁଝିପାରିଛନ୍ତି ସେତିକି ଆମ ପାଇଁ ଯଥେଷ୍ଟ। ତାପରେ ପ୍ରଧାନ କହୁଛନ୍ତି ନା ମାଷ୍ଟର ବାବୁ ନା, ଏ ସ୍କୁଲର ଦରଜା ସମସ୍ତଙ୍କ ପାଇଁ ଖୋଲା ରହିବ। ସବୁ ଜାତିର ସବୁ ଧର୍ମର ପିଲା ଏଠି ବସି ପାଠ ପଢ଼ିବେ, ମାଗଣାରେ ପଢ଼ିବେ। ଏ ସ୍କୁଲ ପାଇଁ ଯାହା ଦରକାର ମୁଁ ଯୋଗାଇ ଦେବି। ତାପରେ ଉପରୋକ୍ତ ସଂଳାପ କେଉଁ ପ୍ରସଙ୍ଗରେ କୁହାଯାଇଛି ବର୍ଣ୍ଣନା କର, ଲେଖିବ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମାତ୍ର 2ଟି କିମ୍ବା 3ଟି ଧାଡ଼ିରେ ଲେଖିବାକୁ ପଡ଼ିବ। ଠିକ୍ ଅଛି। ଏହାର ସମ୍ପୂର୍ଣ୍ଣ ଉତ୍ତର ଆମେ ସ୍କ୍ରିନ୍ରେ ଦେଇଛୁ, ତୁମେ ଲେଖିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଯେ ବିଜ୍ଞାନ ଜାଣନ୍ତି ବୈଜ୍ଞାନିକ, ସେହିପରି ଯେ ଇତିହାସ ଜାଣନ୍ତି, ତୁମେ ଏଠି ଲେଖିବ ସେ ଐତିହାସିକ। ଠିକ୍ ଅଛି। ଏଠି ଲେଖିବ ଐତିହାସିକ। ତାପରେ ପରବର୍ତ୍ତୀ ପ୍ରଶ୍ନ ନିମ୍ନ ଶବ୍ଦ ଗୁଡ଼ିକର ପ୍ରତିଶବ୍ଦ ଲେଖ। ପିଲାମାନେ ଏହାର ଏଇଠି ଅଛି ତମସା, ତରଣୀ, ନଦୀ, ଦାନବ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ଆମେ ସ୍କ୍ରିନ୍ରେ ଦେଇଛୁ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଶୂନ୍ୟ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ଲେଖ ଓ ତାକୁ ବାକ୍ୟରେ ବ୍ୟବହାର କର। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ଆମେ ସ୍କ୍ରିନ୍ରେ ଦେଇଛୁ, ତୁମେ ତାକୁ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି ଲିଙ୍ଗ ପରିବର୍ତ୍ତନ କର। ଜନକ ତୁମେ ଏଠି ଲେଖିବ ଜନନୀ। ଠିକ୍ ଅଛି। ଜନନୀ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ସେମାନେ ଫୁଟବଲ ଖେଳୁଛନ୍ତି। ବାକ୍ୟରେ ସର୍ବନାମ ପଦଟି ଚିହ୍ନଟ କର। ପିଲାମାନେ ଏଠାରେ ସର୍ବନାମ ପଦଟି ହେଉଛି ସେମାନେ। ଏହାକୁ ତୁମେ ଏଇଠି ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଅସଜଡ଼ା ବାକ୍ୟଟିକୁ ସଜାଡ଼ି ଲେଖ। ଏ ତିରୋଧାନରେ ଅବସାନ ଆଚାର୍ଯ୍ୟ ହରିହରଙ୍କ ଘଟିଲା ଗୋଟିଏ ଯୁଗରେ। ପିଲାମାନେ ଏହାକୁ ସଜାଇ କରି ଲେଖିଲେ ହେବ। ଏହାକୁ ଆମେ ସ୍କ୍ରିନ୍ରେ ଦେଇଛୁ, ତୁମେ ଲେଖିବ। ଠିକ୍ ଅଛି। ଆଚାର୍ଯ୍ୟ ହରିହରଙ୍କ ତିରୋଧାନରେ ଗୋଟିଏ ଯୁଗର ଅବସାନ ଘଟିଲା। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳେ ଥିବା ବାକ୍ୟରେ ଉପଯୁକ୍ତ ବିରାମ ଚିହ୍ନ ଲଗାଅ। ଅତ୍ୟନ୍ତ ସନ୍ତୋଷରେ ଯମ କହିଲେ ବତ୍ସ ଏପର୍ଯ୍ୟନ୍ତ ତୃତୀୟ ବର ତୁମେ ମାଗି ନାହଁ। ପିଲାମାନେ ଏଠି ବିରାମ ଚିହ୍ନ ଦେଇକରି ଲେଖିବ। ମୁଁ ସ୍କ୍ରିନ୍ରେ ଦେଇଛି ତାହାର ଉତ୍ତର, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ରେଖାଙ୍କିତ ପଦର ପୁରୁଷ ଓ ବଚନ ଲେଖିବ। ଏଠାରେ ଲେଖିବ ତୃତୀୟ ପୁରୁଷ ଏକ ବଚନ। ଏଠି ଲେଖିବ ତୃତୀୟ ପୁରୁଷ ଏକ ବଚନ। ଠିକ୍ ଅଛି।
परवर्ती प्रश्न कौन अच्छी देखा शुद्ध शब्दटी को बाछिक लिख पे ये शुद्ध शब्दटी हूँ श्रीहीन श्रीहीन यह हूँ शुद्ध शब्द या तुम्हें लिख ये लिख ठीक अच्छे। परवर्ती प्रश्न अच्छी विपरीतार्थ बोधक शब्द विपरीतार्थ बोधक शब्द कौन ये हूँ संज तार विपरीत शब्द कौन तुम्हें लिख सकाळ ये लिख सकाळ ठीक अच्छे। परवर्ती प्रश्न अच्छी ये सूरुज सूरुजर गद्य रूप कौन हम पे सूर्य तुम्हें ये लिख सूर्य ठीक अच्छे। परवर्ती प्रश्न कौन अच्छी देखा कस्तंभ रु कस्तंभ को गार टाण ठीक अच्छे कस्तंभ रु कस्तंभ गार टाण 25 नंबर ठीक अच्छे। पे यार संपूर्ण उत्तर आम देचु तुम्हें लिख ये अच्छी ज्ञान लिप्सु गार टाण तुम्हें छात्र छात्र को गार टाण तापर अच्छी भीतत्रस्थ भीतत्रस्थ तुम्हें लिख जनता ठीक अच्छे। तापर अच्छी रमणीय रमणीय तुम्हें गार टाण दृश्य ठीक अच्छे रमणीय दृश्य तापर अच्छी निरलस निरलस गार टाण जीवन ठीक अच्छे। तापर परवर्ती प्रश्न कौन अच्छी देखा अर्थगत पार्थक्य दर्शाओ लक्ष्य आउ ए लक्ष्य ठीक अच्छे एठार अर्थगत पार्थक्य कौन पे यार संपूर्ण उत्तर मुझे स्क्रीन देती तुम्हें लिख ठीक अच्छे। परवर्ती प्रश्न कौन अच्छी देखा निम्नलिखित प्रसंग मध्य 70 रु 80 शब्द मध्य जेकोसी गोटे विषय प्रबंध लिख तुम प्रिय खेल कि ग्रीष्म ऋतु कि पौष पूर्णिमा जेकोसी गोटे विषय 70 रु 80 धाड़ी अर्थात 8-10 धाड़ी मध्य लिख पे 8 रु 10 धाड़ी मध्य लिख ठीक अच्छे। पे यार संपूर्ण उत्तर मुझे स्क्रीन देती तुम्हें लिख ठीक अच्छे। तापर परवर्ती प्रश्न कौन अच्छी तुम विद्यालय सरस्वती पूजा किपरि पालन कल से विषय सांग निकट को पत्र लेख पे यार संपूर्ण उत्तर मुझे स्क्रीन रे तुम्हें लिख ठीक अच्छे। धन्यवाद पे वीडियो केमती लगे निश्चय कमेंट कर लाइक कर शेयर कर ठीक अच्छे धन्यवाद।